2023 ମସିହାରେ ସେତେବେଳେ ଛତ୍ରପୁର ପ୍ରେସିଡେଣ୍ଟ ଆସିବାର ଅଛି ସେତେବେଳେ ଏଇ ଇସ୍ୟୁକୁ ନେଇକି ଗୋଟେ ପ୍ରେସ୍ ମିଟ୍ କରାଯାଇଥିଲା ଏବଂ ଟ୍ରାନ୍ସପୋର୍ଟ ମିନିଷ୍ଟ୍ରିଙ୍କୁ ଦିଆଯାଇଥିଲା ଗୋଟେ ମେମୋରାଣ୍ଡମ୍ ତାପରେ ଗଭର୍ଣ୍ଣମେଣ୍ଟ ଗୋଟେ ଅର୍ଡିନାନ୍ସ କରିଥିଲା ଯେ କିଛି ପଇସା କନସେସନ୍ କରିବା ପାଇଁ ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ସେଟା ଲାଗୁ ହେଇନି ତ ଆମେ ସେବେଠୁ ଏଇ ଇସ୍ୟୁଟା ଛାତ୍ର କଂଗ୍ରେସ 2023ରୁ କଣ୍ଟିନ୍ୟୁ କରୁଛୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ପରିବର୍ତ୍ତନ ହେଇଛି ସରକାର ଗୋଟେ ସାଧାରଣ ଲୋକଙ୍କୁ ସରକାର ବୋଲି ନିଜେ କହୁଛନ୍ତି ତ ଆମେ ଭାବୁଛୁ ଯେ ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ଯଦି ଫ୍ରି କରାଯାଏ ବସ୍ ଓ ଟ୍ରାନ୍ସପୋର୍ଟର ବ୍ୟବସ୍ଥା କରାଯାଏ ତାହେଲେ ଷ୍ଟୁଡେଣ୍ଟସ୍ ମାନେ ବି ଉପକୃତ ହେବେ କାରଣ ବହୁତ ଦୂର ଦୂର ପିଲା ଆସି ଭୁବନେଶ୍ୱରରେ ଆପଣ ଦେଖିଥିବେ ଫରେଷ୍ଟ ପାର୍କ ହଉ କି କୌଣସି ପାର୍କ ଦେଖିବେ ପିଲା ବସି ପାଠ ପଢୁଛନ୍ତି ତ ସେମାନଙ୍କ ପାଖରେ ସେତିକି ସମ୍ବଳ ନାହିଁ ବୋଲି ସେମାନେ ସେ ଜାଗାକୁ ଯାଉଛନ୍ତି ତାଙ୍କ ପାଇଁ ଯଦି ଫ୍ରି ହେଇଯାଏ ବସ୍ ଟ୍ରାନ୍ସପୋର୍ଟେସନ ମେନ୍ ଟ୍ରାନ୍ସପୋର୍ଟେସନଟା ଫ୍ରି ହେଇଯାଏ ତାହେଲେ ଗୋଟେ ବହୁତ ପ୍ରକାର ତମକୁ ସାହାଯ୍ୟ ହେବ ତ ୟା ଦ୍ୱାରା ଡ୍ରପ୍ ଆଉଟ୍ ବି କମିବ ୟା ଦ୍ୱାରା ଷ୍ଟୁଡେଣ୍ଟସ୍ ମାନଙ୍କୁ ହେଲ୍ପ ହେବ ଆଉ ସରକାର ପ୍ରଥମ ଷ୍ଟେଟ୍ ହୁଅନ୍ତୁ ଆପଣଙ୍କର ପ୍ରଶ୍ନ ଥିଲା ଯେ କୋଉ ଷ୍ଟେଟ୍ ହଉନି ଓଡ଼ିଶା ପ୍ରଥମ ଷ୍ଟେଟ୍ ହଉ କି ଗୋଟେ ମୋହନ ମାଝୀଙ୍କ ସରକାର କି ବିଜେପି ସରକାର ଗୋଟେ ମେସେଜ ଦଉଛି ପ୍ରଥମ ଷ୍ଟେଟ୍ ଓଡ଼ିଶା ଯାହା ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ କାମ କରୁଛି ଷ୍ଟୁଡେଣ୍ଟସ୍ ମାନଙ୍କ ଭିତରେ ଛାତ୍ର କଂଗ୍ରେସ ଆଗରୁ ବି ଥିଲା କଂଗ୍ରେସ ତ ମୁଖ୍ୟ ମଧ୍ୟ ସବୁବେଳେ ଛାତ୍ର କଂଗ୍ରେସ ଛାତ୍ରମାନଙ୍କ ପାଇଁ କରିଆସିଛି ତାଙ୍କର ଯେକୌଣସି ଇସ୍ୟୁ ହଉ ଛାତ୍ର କଂଗ୍ରେସ ପ୍ରଥମେ ତାକୁ ନିଏ ଆଉ ବର୍ତ୍ତମାନ ଜୁନ୍ 10 ପର୍ଯ୍ୟନ୍ତ ଡେଡଲାଇନ୍ ଦିଆଯାଇଛି ଜୁନ୍ 10 ପରେ ଛାତ୍ର କଂଗ୍ରେସ ଟ୍ରାନ୍ସପୋର୍ଟ ମିନିଷ୍ଟର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ନେଇକି ଯିବ ସମସ୍ତଙ୍କୁ ବିରୋଧ କରାଯିବ ଯଦି ଏ କାମକୁ ନ କରୁଛନ୍ତି ଛାତ୍ର କଂଗ୍ରେସର ବିରୋଧ ୟା ପୂର୍ବରୁ ବି ଆପଣ ଦେଖିଛନ୍ତି ଯେତେବେଳେ ଛାତ୍ର କଂଗ୍ରେସ ପ୍ରଥମେ ରିକ୍ୱେଷ୍ଟ କରେ ମେମୋରାଣ୍ଡମ୍ ଦିଏ ତାପରେ ଯେତେବେଳେ କିଏ ନ ଶୁଣନ୍ତି ସେତେବେଳେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଏ ଆଉ ରାଜରାସ୍ତାକୁ ଓହ୍ଲେଇକି ଆମେ ଆମ କାମ ବହୁତ ଗୁଡ଼େ ଇସ୍ୟୁ ଉପରେ ଆମେ ୟା ପୂର୍ବରୁ ବି ପ୍ରେସ୍ ମିଟ୍ କରିଛୁ ସେଗୁଡ଼ିକ ସରକାର ମାନି ନେଇଛନ୍ତି ବହୁତ ଇସ୍ୟୁ ଗୁଡ଼ିକ ସରକାର ଆମ ଚାପରେ ଆସି ମାନିଛନ୍ତି ଆମେ ଭାବୁଛୁ ଏଇଟାକୁ ଆମେ କରେଇ ଦେବୁ।